ଆରେ କୁଆଡେ ଗଲ? ହଁ ହଁ ଯାଉଛି। ଆରେ କଣ ହେଲା? କଣ ପାଇଁ ଡାକୁଛ? ହଁ ଶୁଣ, ଆରେ ତମର ଦରମା ଆସି ଯାଇଛି ଆଉ। ମୋ ଦରମା ଆସିଛି। ନିଅ 5,000 ଟଙ୍କା ପୁଅର ଟିଉସନ ଫିସ୍ ଆଉ ସ୍କୁଲ ଫିସ୍। 10,000 ଟଙ୍କା ହଉଛି ମାସଙ୍କର ଘର ଖର୍ଚ୍ଚ ଆଉ 10,000 ହଉଛି ତମ ଦରମା। ମୋ ଦରମା? ହଁ, ତମ ଦରମା। ତମେ ପରା କହୁଥିଲ ଘରର ଚାକରାଣୀ, ତେଣୁ ତମର ଦରମା ନିହାତି 10,000 ଟଙ୍କା ହବା ଦରକାର। ଆଉ ତମେ ଏମିତି କଣ କହୁଛ? ଏମିତି ମୁଁ କଣ କହୁଛି? ଆରେ ମନେ ପକା, ଆରେ ମନେ ପକା ସେଦିନ କଥା। ସେଦିନ କଣ କହୁଥିଲ? ସେଦିନ କଥା କଣ ମନେ ପଡୁନି? ହଁ ଗୀତା, ଅଫିସ ଯାଉଛି। ଶୁଣିକି ଯାଅ। ତମ ମା ଯୋଉ ଦିନ ରାତି ମତେ ଅର୍ଡର କରିଦଉଛନ୍ତି, ତମ ମାର ଚାକରାଣୀ ନୁହଁ କି ମୁଁ ଏ ଘରର ଚାକରାଣୀ ନୁହଁ। ଆରେ ଗୀତା, ଆରେ ଘରର କାମ କରିଦେଲେ କିଏ କଣ ଚାକରାଣୀ ହେଇଗଲ ନା କଣ ମତେ କହିଲ? ତମ ଘରେ ଯେତିକି ମୁଁ କାମ କରୁଛି, ମୁଁ ଯଦି ବାହାରେ ସେତିକି କାମ କରୁଥାନ୍ତି ତାହେଲେ ମୁଁ 10,000 ଟଙ୍କା ଇନକମ କରନ୍ତି। ତମ ଘରର ଚାକରାଣୀ ନୁହଁ ଯେ ମୁଁ ଦିନ ରାତି କାମ କରିବି। ଆରେ ସେଦିନ କଥାକୁ ମୁଁ ଜମା ଧରି ନଥିଲି। ଆରେ ଗତକାଲି ମୁଁ ଅଫିସକୁ ଯାଉଥିଲି, ମା ତମକୁ ପାଣି ଗ୍ଲାସଟେ ମାଗିଲା। ତେ ମା ପାଣି ଗ୍ଲାସଟେ ଦେଲ, କିନ୍ତୁ ପଛରେ ତାକୁ ବହୁତ କଥା তুমি ତାକୁ ଶୁଣେଇ ଦେଲ। କହିଲ କଣ ନା, ମୁଁ କଣ ଏଇ ଘର ଚାକରାଣୀ ଅଛି ଯେ ମୁଁ ତମକୁ କହିଲା ମାନେ ତମକୁ ହାତକୁ ଧରେଇ ଦଉଥିବି? ମୁଁ ତମର ସେବା କରୁଥିବି, ମୁଁ ତମକୁ ମେଡିସିନ ଠିକ ଟାଇମରେ ଖାଇବାକୁ ଦଉଥିବି, ମୁଁ ତମ ପାଇଁ ରୋଷେଇ କରୁଥିବି, ମୁଁ ଖାଲି ଏନି ଟାଇମ ତମ ସେବା କରୁଥିବି, ମୋର ବି କିଛି ନାହିଁ? ଆରେ ସେ ସବୁବେଳେ ଗାଁରେ ରୁହନ୍ତି, ଏଇ ମାସେ 3 ମାସ ହେଲା ଆମ ପାଖକୁ ଆସୁଛନ୍ତି। ତାକୁ ଏଇ ମାସେ 1.5 ମାସ ହେଲା କଣ ଟିକେ ସେବା କରିଦେଲେ ଯେ ସେ ସେବାଟା ତମକୁ କଷ୍ଟ ହେଇଗଲା? ଆରେ ଗୀତା, ମୁଁ ତମକୁ କେବେ ବି ଚାକରାଣୀ ବୋଲି ଭାବେନି। ମୁଁ ତମକୁ ସବୁବେଳେ ରାଣୀ କରି ରଖିବା ପାଇଁ ଭାବିଛି। ଆରେ ଗୀତା, ଆରେ ଘରର କାମ କରିଦେଲେ କେହି ଚାକରାଣୀ ହେଇଯାଆନ୍ତିନି। ଆରେ ମୁଁ ତମମାନଙ୍କର ଖୁସି ପାଇଁ ଦିନକୁ 8 ଘଣ୍ଟା ପରିଶ୍ରମ କରୁଛି। ପଇସା ସର୍ଟେଜ ହଉଛି ବୋଲି 4 ଘଣ୍ଟା ଓଭର ଟାଇମ ବି କରୁଛି। ତାମାନେ ମୁଁ କଣ ଚାକର ହେଇଯାଉଛି? ବୋହୁର କର୍ତ୍ତବ୍ୟ ହଉଛି ଘରର କାମ କରିବାଟା। ଆରେ ମୁଁ ଯଦି ଓଭର ଟାଇମ କାମ କଲେ ଘରକୁ 2 ପଇସା ଅଧିକ ଆସୁଛି, ସମସ୍ତେ ଖୁସିରେ ରହିପାରୁଛନ୍ତି, ତାହେଲେ ତମର ବି କିଛି କର୍ତ୍ତବ୍ୟ ଅଛି, ତମର ବି ଦାୟିତ୍ୱ ଅଛି। ମୋ ସ୍ୱାମୀଟା ବାହାରେ ଯାଇକି 8ରୁ 10 ଘଣ୍ଟା ବାହାରେ ଖଟିକି ଆସୁଛି, ତେଣୁ ମୋର କର୍ତ୍ତବ୍ୟ ହଉଛି ଘରେ ସମସ୍ତଙ୍କୁ ଖୁସିରେ ରଖିବାଟା। ହଁ, ୟା ପରେ ଏତେ ସବୁ କାମ କଲା ପରେ ତମକୁ ଲାଗୁଛି ତମେ ଏ ଘର ଚାକରାଣୀ ବୋଲି, ତାହେଲେ ତମ ଦରମାଟା ମୁଁ ତମ ହାତରେ ଦେଇଦେଇଛି। ଏବେ ତ କିଛି କାମ କରିବାରେ ଅବଜେକ୍ସନ ନାହିଁ ନା? ଏବେ ତ ଖୁସିରେ ତମେ କାମ କରିବ। ମୋର ଭୁଲ ହେଇଯାଇଛି, ମତେ କ୍ଷମା କରିଦିଅ। ମୁଁ ଏମିତି କେବେ ବି କହିବିନି। ଆରେ ମୁଁ କ୍ଷମା କରିବାକୁ ମୁଁ କିଏ ସେ? ଆରେ ଗୋଟେ ଭଲ ସ୍ତ୍ରୀ ହେବା ସହିତ ଗୋଟେ ଭଲ ବୋହୂ ହବାକୁ ଚେଷ୍ଟା କର।